ପଥ ହେଉଛି ଶୁଦ୍ଧ ଭକ୍ତି ଆଚରଣ କରିବା। ଜୀବର ସ୍ୱରୂପ ହଏ କୃଷ୍ଣ ନିତ୍ୟ ଦାସ। ତା ସ୍ୱରୂପ ହେଉଛି ଜୀବର କୃଷ୍ଣଙ୍କର ନିତ୍ୟ ଦାସ। ତେଣୁ କୃଷ୍ଣଙ୍କର ପ୍ରୀତିପରା ସେବା ନିଯୁକ୍ତ ହେବା। କୃଷ୍ଣଙ୍କର ଆନନ୍ଦ, କୃଷ୍ଣଙ୍କର ସୁଖ, କୃଷ୍ଣଙ୍କର ଉପଭୋଗର ଚିନ୍ତା କେବଳ କରିବାକୁ ପଡ଼ିବ। ନିଜ ସୁଖ, ନିଜ ଆନନ୍ଦ, ନିଜ ଉପଭୋଗର ଚିନ୍ତା କରିବାକୁ ପଡ଼ିବ ନା। ଏ ହେଉଛି ଶାସ୍ତ୍ରର ସିଦ୍ଧାନ୍ତ, ଶାସ୍ତ୍ରରେ ଦିଆଯାଇଛି। କୃଷ୍ଣ ହେଉଛନ୍ତି ଉପଭୋଗକାରୀ, ଜୀବ ଉପଭୋଗକାରୀ ନୁହେଁ। ଜୀବ ଉପଭୋଗକାରୀ ହେଇପାରିବ ନା। ଜୀବ ଉପଭୋଗ୍ୟ। ଜୀବ କୃଷ୍ଣଙ୍କୁ ଉପଭୋଗ ଦବ। କୃଷ୍ଣଙ୍କୁ ଉପଭୋଗ ଦେଇପାରିଲେ, ତାଙ୍କର ଆନନ୍ଦ ବିଧାନ କରିପାରିଲେ, ତାଙ୍କର ସୁଖ ବିଧାନ କରିପାରିଲେ ଜୀବକୁ ଆନନ୍ଦ ବା ସୁଖ କିଛି ମିଳିବ, ନଚେତ୍ ମିଳିବ ନା। ନିଜ ସୁଖ ନିଜ ଆନନ୍ଦ ପାଇଁ ନିଯୁକ୍ତ ବ୍ୟସ୍ତ ହେଲେ ତାହା କ୍ଷଣିକ ସୁଖ, ଚପଳ ସୁଖ, ଅତି ସ୍ୱଳ୍ପ କାଳ ପାଇଁ, ଆଉ ପରିଣତି ହେଉଛି ଅନନ୍ତ ଦୁଃଖ। କିନ୍ତୁ ନିତ୍ୟ କୃଷ୍ଣ ସୁଖ ଚିନ୍ତାରେ ନିମଗ୍ନ ରହିଲେ ଆଉ ତଦନୁଯାୟୀ କର୍ମ କଲେ, ଯେଉଁଥିରେ କୃଷ୍ଣଙ୍କର ବିଧାନ ହବ, ତାହେଲେ ଯାହା କହନ୍ତି କନଷ୍ଟାଣ୍ଟ ବରାବର ସୁଖ ଆନନ୍ଦ ପାଇବ। ବରାବର ସୁଖ ଆନନ୍ଦ ପାଇବ। ସେ ହେଉଛି କଥା। ସ୍ୱସୁଖ ବାସନା କପଟତା। ବର୍ଣ୍ଣାଶ୍ରମ ଧର୍ମ ବ୍ୟବସ୍ଥା ସ୍ୱସୁଖ ବାସନା ଚରିତାର୍ଥ କରିବା ନୁହେଁ। ବର୍ଣ୍ଣାଶ୍ରମ ଧର୍ମ ଚରମ ଫଳ ହେଉଛି ହରିତୋଷଣ। ଭଗବାନ ବର୍ଣ୍ଣାଶ୍ରମ ଧର୍ମ ସୃଷ୍ଟି କରିଛନ୍ତି। ଚାତୁର୍ବର୍ଣ୍ଣ୍ୟ ମୟା ସୃଷ୍ଟ ଗୁଣକର୍ମ ବିଭାଗ ସହ। କିନ୍ତୁ ଏ ହେଉଛି ମାୟାର ଗୁଣଜାତ ଧର୍ମ। ତ୍ରିଗୁଣ ଭୂତ ପ୍ରକୃତିର ତ୍ରିଗୁଣର ଗୁଣଜାତ ଧର୍ମ ଏଇଟା। ସୁତରାଂ ଆତ୍ମା ଧର୍ମ ନୁହେଁ। ଗୁଣଜାତ ହେଲେ ସୁଦ୍ଧା ଯେହେତୁ ଭଗବାନ ସୃଷ୍ଟି କରିଛନ୍ତି, ସେହେତୁ ବର୍ଣ୍ଣାଶ୍ରମ ଧର୍ମ ଭଗବାନଙ୍କର ଆଜ୍ଞା। ଏହା ପାଳନ କଲେ ହରିଙ୍କର ସନ୍ତୋଷ ବିଧାନ। ସନ୍ତୁଷ୍ଟିର ପରିବର୍ତ୍ତେ ଯଦି ଗୁଣଜାତ ଧର୍ମ ଅର୍ଥ କାମ ମୁଖ୍ୟ ବାସନା ନଥାଏ, ତାହେଲେ ଗୋଟେ ନିର୍ଗୁଣ ଫଳ ମିଳେ। ତାହା ହେଉଛି ହରିକଥାରେ ରୁଚି। ବର୍ଣ୍ଣାଶ୍ରମ ଧର୍ମ ଅନୁଷ୍ଠାନରେ ଯେକୌଣସି ପ୍ରକାର ଫଳ ବାସନା ନ ରହିଲେ ଚିତ୍ତ ନିର୍ମଳ ହେବ। ଆଉ ନିର୍ମଳ ଚିତ୍ତରେ ତତ୍ତ୍ୱ ଜିଜ୍ଞାସାର ଉଦୟ ହେବ। ତତ୍ପରେ ଜିଜ୍ଞାସୁ ହେଇ ତତ୍ତ୍ୱଜ୍ଞ ସାଧୁଙ୍କ ନିକଟରୁ ଗଲେ ପରମ ତତ୍ତ୍ୱବସ୍ତୁ ହରିଙ୍କ କଥାରେ ରୁଚି ହେବ। ତତ୍ତ୍ୱ ଜିଜ୍ଞାସାର ଜିଜ୍ଞାସା ଆତ୍ମା ସମ୍ବନ୍ଧୀୟ, ଦେହ ବା ମନର ସମ୍ବନ୍ଧୀୟ ଜିଜ୍ଞାସା ନୁହେଁ। ସୁତରାଂ ଯାହାଙ୍କର ତତ୍ତ୍ୱ ଜିଜ୍ଞାସାର ଉଦୟ ହେଇଛି, ତାଙ୍କର ଆତ୍ମା ହରିଙ୍କ ଠାରେ ହରି କଥାରେ ରୁଚି ହେବ। ଯାହାଙ୍କର ତତ୍ତ୍ୱ ଜିଜ୍ଞାସାର ଉଦୟ ହେଇଛି, ସେ କ୍ଷୁଧାର୍ଥ ଅର୍ଥାତ୍ ତାଙ୍କର ଆତ୍ମାର କ୍ଷୁଧା ଜାତ ହେଇଛି। ଆତ୍ମାର କ୍ଷୁଧା ଯାହାଙ୍କର ହେଇଛି, ତାଙ୍କର ଏକମାତ୍ର ଉପଜୀବ୍ୟ ହେଉଛି ହରିକଥା। ସୁତରାଂ ବର୍ଣ୍ଣାଶ୍ରମ ଧର୍ମ ଅନୁଷ୍ଠାନ ଦ୍ୱାରା ଯେ ହରିକୁ ସନ୍ତୁଷ୍ଟ କରିପାରିଛନ୍ତି, ତାଙ୍କର ହିଁ ହରିକଥାରେ ରୁଚି ଲାଭ ହୁଏ। ଧର୍ମ ସୁନିଷ୍ଠିତ ପୁଂସାଂ ବିଶ୍ୱ ସେନ କଦାସୁଜ ନୋତ୍ପାଦତି ଯଦି ରତିଂ ଶ୍ରମଏ ବହି କେବଳମ୍। ଭାରତ ପ୍ରଥମ ସ୍କନ୍ଧରେ କହିଛି, ଯେତେବେଳେ ମାନବମାନଙ୍କର ବର୍ଣ୍ଣାଶ୍ରମ ପାଳନ ରୂପ ସୁଧର୍ମ ଅନୁଷ୍ଠିତ ହେଇ ସୁଦ୍ଧା ଭଗବାନ ଓ ଭାଗବତ ମହିମା ଶ୍ରବଣ କୀର୍ତ୍ତନରେ ଆସକ୍ତି ରୂପା ରୁଚିର ଉଦୟ ନ ହୁଏ, ସେତେବେଳେ ବୃଥା ଶ୍ରମ ହେଲା। ହରିକଥାରେ ରୁଚି ହିଁ ଜୀବର ପ୍ରୟୋଜନ। ହରିକଥାରେ ରୁଚି ହେଲେ ଆଉ ବର୍ଣ୍ଣାଶ୍ରମ ଧର୍ମ ଅନୁଷ୍ଠାନ କରିବାକୁ ହୁଏ ନା। ଯେଉଁ ଧର୍ମ ମାନଙ୍କୁ କୃଷ୍ଣ ଦାସତ୍ୱରେ ସ୍ଥିର କରାଇପାରେ, ତାହା ହିଁ ଜୀବର ଶ୍ରେଷ୍ଠ ଧର୍ମ। ସୁତରାଂ ଧର୍ମ ଅର୍ଥ କାମ ମୁଖ୍ୟର ଉପଦେଶ ନ ଦେଇ, ହରି ପ୍ରସଙ୍ଗ ଦେଇ ଜୀବକୁ ଭଗବତ ଉନ୍ମୁଖ କରିପାରିଲେ ଜୀବର ଆତ୍ୟନ୍ତିକ ମଙ୍ଗଳ ଲାଭ ହୁଏ। ଧର୍ମ ଅର୍ଥ କାମ ମୁଖ୍ୟ ଜ୍ଞାନ ଅନ୍ଧକାରରେ ଜୀବ ନିଜ ସ୍ୱରୂପ ଦେଖିବାକୁ ପାଏ ନା। ଜୀବ ନିତ୍ୟପ୍ରିୟ ହରିଙ୍କୁ ଦେଖିବାକୁ ପାଏ ନାହିଁ ବୋଲି ସେଥିରେ ଆତ୍ମାର ସୁପ୍ରସନ୍ନତା ହୁଏ ନା। ବର୍ଣ୍ଣାଶ୍ରମ ଧର୍ମ ଅନ୍ତର୍ଗତ ପ୍ରବୃତ୍ତି ମାର୍ଗ ଅର୍ଥାତ୍ ବିଷୟଭୋଗ ନିବୃତ୍ତି ମାର୍ଗ, ମୁକ୍ତି ଦୁଇଟା ଅଜ୍ଞାନରୁ ଜାତ। ଏକଥା ଶାସ୍ତ୍ରରେ କୁହାଯାଇଛି, ଅଜ୍ଞାନ ସଂଜ୍ଞମ ଭବବନ୍ଧ ମୁଖ୍ୟମ୍। ତତ୍ତ୍ୱ ବିଚାର କଲେ ଦେଖାଯିବ ଜୀବର ସ୍ୱରୂପରେ ବଦ୍ଧ ବା ମୁଖ୍ୟ କୌଣସିଟା ନାହିଁ। କାରଣ ଜୀବର ସ୍ୱରୂପ ହୁଏ କୃଷ୍ଣ ନିତ୍ୟ ଦାସ। ଯେପରି ସୂର୍ଯ୍ୟ ଲୋକରେ ଉଦୟ ଅସ୍ତ ନାହିଁ, ସୂର୍ଯ୍ୟ ଲୋକରେ ଯେଉଁମାନେ ଅଛନ୍ତି ସେମାନେ ସୂର୍ଯ୍ୟଙ୍କର ଉଦୟ ଦେଖନ୍ତି ନାହିଁ ବା ଅସ୍ତ ଦେଖନ୍ତି ନାହିଁ। ସୂର୍ଯ୍ୟ ଲୋକରୁ ଯେଉଁମାନେ ଦୂରରେ ଅଛନ୍ତି, ଏ ପୃଥିବୀରେ ଅବସ୍ଥାନ କରନ୍ତି, ସେଇମାନେ ସୂର୍ଯ୍ୟଙ୍କର ଉଦୟ ଅସ୍ତ ଦେଖନ୍ତି। କିନ୍ତୁ ସୂର୍ଯ୍ୟ ଉଦୟ ଅସ୍ତ ହୁଅନ୍ତି ନାହିଁ, ସବୁ ସମୟରେ ସୂର୍ଯ୍ୟ ଆଲୋକ ପ୍ରଦାନ କରୁଛନ୍ତି। ସୂର୍ଯ୍ୟାଲୋକରେ ସନ୍ ପ୍ଲାନେଟ ଯାକ ଇଂରେଜୀରେ କହନ୍ତି। ସେଇ ପ୍ରକାରେ ଜୀବର ସ୍ୱରୂପ ନିତ୍ୟ କୃଷ୍ଣ ଦାସ। ଯେଉଁ ଜୀବ ନିତ୍ୟ କୃଷ୍ଣ ଦାସ ଧର୍ମରେ ସ୍ଥିତ ହେଇଛି, ସେ ନିଜକୁ କେବେ ହେଲେ ବଦ୍ଧ ବା ମୁକ୍ତ ମନେ କରେ ନା। ସେ ସ୍ୱର୍ଗରେ ଥାଉ, ନର୍କରେ ଥାଉ, ମୁକ୍ତ ଲୋକରେ ଥାଉ ବା ଯେକୌଣସି ସ୍ଥାନରେ ଥାଉ,
ଯେକୌଣସି ଥାନ୍ତୁ ନା କାହିଁକି ସେ ସର୍ବାବସ୍ଥା ନିଜକୁ କୃଷ୍ଣ ଦାସ ରୂପେ ଦେଖନ୍ତି ଆଉ କୃଷ୍ଣ ଦାସ ରୂପେ ସ୍ଥିର ହେଇ ଅଧିଷ୍ଠିତ ହେଇକରି କୃଷ୍ଣଙ୍କ ପ୍ରୀତି ପରା ସେବା ନିଯୁକ୍ତ ଥାନ୍ତି। କୃଷ୍ଣ ଦାସ ଧର୍ମରୁ ତାଙ୍କର ବିଚ୍ୟୁତି ଘଟେ ନା, ସେ କେବେ ହେଲେ ନିଜକୁ ବଦ୍ଧ ବା ମୁକ୍ତ ମନେ କରନ୍ତି ନା। ତେଣୁ ଅନ୍ତିମ ଲକ୍ଷ୍ୟ ହେଉଛି ଏଇ ନିତ୍ୟ ଧର୍ମ, କୃଷ୍ଣ ଦାସତ୍ୱ ଧର୍ମ, ଯାହାକୁ ପରମ ଧର୍ମ ବୋଲି କହୁଛନ୍ତି, ଭାବ ଧର୍ମ ବୋଲି କହୁଛନ୍ତି, ସେଇ ଧର୍ମରେ ଆମେ ସ୍ଥିତ ହେବା। ଏଥିପାଇଁ ଗୀତାର ଅନ୍ତିମ ଉପଦେଶ ଭଗବାନ କୃଷ୍ଣ ଦେଲେ ସର୍ବଧର୍ମାନ ପରିତ୍ୟଜ୍ୟ ମାମ୍ ଏକଂ ଶରଣଂ ବ୍ରଜ। ସବୁ ପ୍ରକାର ଧର୍ମ ତ୍ୟାଗ କରି ମୋର ଶରଣରେ ଆସ। ତାର ଏ ସବୁ ପ୍ରକାର ଧର୍ମ ଭିତରେ ତା ଭିତରେ ଚାଲିଗଲା ଏଇ ତୁମର ବର୍ଣ୍ଣାଶ୍ରମ ଧର୍ମ ମଧ୍ୟ କହିଲେ ଧର୍ମ ଚାଲିଲା। ଏଇଟା ଶେଷ କଥା ହେଉଛି କୃଷ୍ଣଙ୍କର ଦାସତ୍ୱ ସ୍ଥିର ହେବା, କୃଷ୍ଣ ଚରଣରେ ସମ୍ପୂର୍ଣ୍ଣ ରୂପେ ପ୍ରପନ୍ନ ହେଇ କୃଷ୍ଣଙ୍କର ପ୍ରୀତି ପରା ସେବା ନିଯୁକ୍ତ ହେବା। ଏ ହେଉଛି ଆମର ଜୀବନ ଲକ୍ଷ୍ୟ, ଅନ୍ତିମ ଲକ୍ଷ୍ୟ। ଆଉ ଭାଗବତ ସ୍କନ୍ଧରେ କୁହାଯାଇଛି ତାବତ୍ କର୍ମାଣି କର୍ମଣି କୁର୍ବିତ ନ ନିର୍ବିଦ୍ୟତେ ଯାବତା ମତ୍ କଥା ଶ୍ରବଣାଦୌ ବା ଶ୍ରଦ୍ଧା ଯାବ ନ ଯାୟତେ। ଯେ ପର୍ଯ୍ୟନ୍ତ କର୍ମରେ ନିର୍ବେଦ ନ ହେଇଛି ଅଥବା ଆମ କଥା ଶ୍ରବଣାଦି କୃଷ୍ଣ କହୁଛନ୍ତି ଏ କଥା, କୃଷ୍ଣ କଥା ଶ୍ରବଣାଦିରେ ଶ୍ରଦ୍ଧା ନ ଜନ୍ମିଛି ସେ ପର୍ଯ୍ୟନ୍ତ କର୍ମ କରିବାକୁ ପଡ଼ିବ। ତାତ୍ପର୍ଯ୍ୟ ହେଉଛି କୃଷ୍ଣଙ୍କର କଥାରେ ଶ୍ରଦ୍ଧା ଜନ୍ମିବା ମାତ୍ରେ କର୍ମ ତ୍ୟାଗର ଅଧିକାର ଜନ୍ମିଲା। ତା ନହେଲେ ଭକ୍ତି ଅଧିକାର ଜନ୍ମି ନାହିଁ, ତୁମର କର୍ମାଧିକାର ଅଛି। ତେଣୁ ତୁମକୁ କର୍ମ କରିବାକୁ ପଡ଼ିବ। ଯେଉଁମାନଙ୍କର କର୍ମାଧିକାର ସେମାନେ ବର୍ଣ୍ଣାଶ୍ରମ ଧର୍ମ ପାଳନ କରିବେ, ତାଙ୍କର ସେ ଅଧିକାର ଅଛି। ବର୍ଣ୍ଣାଶ୍ରମ ଧର୍ମ ପାଳନ କର୍ମାଧିକାର ଯେଉଁମାନଙ୍କର ଅଛି ସେମାନେ କରିବେ। ତାଙ୍କର ଭକ୍ତି ଅଧିକାର ଯାହା ହେଲା ଆଉ ବର୍ଣ୍ଣାଶ୍ରମ ଧର୍ମର ଗଣ୍ଡି ଭିତରେ ସେମାନେ ରହନ୍ତି ନା। ଗୋପୀ ଭର୍ତ୍ତୃ ପାଦ କମଳରୁ ଦାସ ଦାସାନ ଦାସମ, ତାଙ୍କର ପରିଚୟଟା ଏପରି হয়। ନା ମୁଁ ବର୍ଣ୍ଣୀ ନ ଗୃହସ୍ଥ ଜ୍ୟୋତିର୍ବା, ମୁଁ କୌଣସି ବର୍ଣ୍ଣାଶ୍ରମ ବର୍ଣ୍ଣୀ ନୁହେଁ, ବ୍ରାହ୍ମଣ ନୁହେଁ, କ୍ଷତ୍ରିୟ ନୁହେଁ, ବୈଶ୍ୟ ନୁହେଁ, ଶୂଦ୍ର ନୁହେଁ, ବ୍ରହ୍ମଚାରୀ ନୁହେଁ, ଗୃହସ୍ଥ ନୁହେଁ, ବାନପ୍ରସ୍ଥୀ ଜ୍ୟୋତି ନୁହେଁ। ମୁଁ ଗୋପୀ ଭର୍ତ୍ତୃ ପାଦ କମଳରୁ ଦାସ ଦାସାନ ଦାସମ, ଗୋପୀ କାନ୍ତ ଗୋପୀନାଥ ଯେ କୃଷ୍ଣ ତାଙ୍କର ଦାସ ଦାସାନ ଦାସ। ଏ ହେଲା ପ୍ରକୃତ ଯାହା କହନ୍ତି ଇଂରେଜୀରେ କହନ୍ତି କନଷ୍ଟିଟ୍ୟୁସନାଲ ପୋଜିସନ ସ୍ୱରୂପ ସ୍ଥିତି। ଏଇଟା ଇଏ ହେଉଛି କଥାଟା ଆମର। ସେଥିପାଇଁ ଯାହାଙ୍କର ଭକ୍ତି ଅଧିକାର ଜାତ ହେଇନାହିଁ ତାଙ୍କ ପାଇଁ ରହିଛି କର୍ମାଧିକାର ବର୍ଣ୍ଣାଶ୍ରମ ଧର୍ମ। ସେଇ କଥା ତାବତ୍ କର୍ମଣି କୁର୍ବିତ ନିର୍ବିଦ୍ୟତେ ଯାବତା ମତ୍ କଥା ଶ୍ରବଣାଦୌ ବା ଶ୍ରଦ୍ଧା ଯାବ ନ ଯାୟତେ। ଯେ ପର୍ଯ୍ୟନ୍ତ କର୍ମ ନିର୍ବେଦ ନ ହେଇଛି ଅଥବା କୃଷ୍ଣ କଥା ଶ୍ରବଣାଦିରେ ଶ୍ରଦ୍ଧା ନ ଜନ୍ମିଛି ସେ ପର୍ଯ୍ୟନ୍ତ କର୍ମ କରିବା ପାଇଁ ପଡ଼ିବ। ତୁମର ଗୁଣ ଅନୁଯାୟୀ ସେଇଟା କରିବାକୁ ପଡ଼ିବ। ସେଇଟା ବର୍ଣ୍ଣାଶ୍ରମ ଧର୍ମ। ସେଇ କର୍ମ ଜରିଆରେ ଭଗବାନ ହରିଙ୍କର ଆରାଧନା କର। ଗୀତାରେ ଏ କର୍ମାଧିକାର କଥା ଏ କଥା କୁହାଯାଇଛି, ବିଶେଷ ଭାବରେ ଆଲୋଚନା କରାହେଇଛି, ବିଚାର କରାହେଇଛି। ସ୍ୱକର୍ମଣା ତମ ଅଭ୍ୟର୍ଚ୍ଚ ଶୀଘ୍ର ବିନ୍ଦନ୍ତି ମାନବ, ଏ କଥା କୁହାଯାଇଛି। ତାତ୍ପର୍ଯ୍ୟ ହେଉଛି କୃଷ୍ଣ କଥାରେ ଶ୍ରଦ୍ଧା ଜନ୍ମିବା ମାତ୍ରେ କର୍ମ ତ୍ୟାଗର ଅଧିକାର ଜନ୍ମିଲା, ଭକ୍ତି ଅଧିକାର ଆସିଗଲା। ଏ ହେଉଛି ଶାସ୍ତ୍ର ସିଦ୍ଧାନ୍ତ। ଅଲ୍ ରାଇଟ୍ ଆଣ୍ଡ ସ୍ପିକିଂ ଇନ୍ ଇଂଲିଶ।